ମୁଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯଦୁ ନବୀନ ପଟ୍ଟନାୟକ ସାର୍ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖିଲେ। ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ହିସାବରେ ପୁଣି ଥରେ ଦାୟିତ୍ୱ ଦେଇଛନ୍ତି। ବିଗତ କିଛି ବର୍ଷ ଭିତରେ ଯେ ସୁନ୍ଦରଗଡ଼ରେ ଉନ୍ନତି ହୋଇପାରିଛି ସବୁ କ୍ଷେତ୍ରରେ, ତାହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଦାନ ବହୁତ ରହିଛି। ବିଜେଡି ସରକାର ଓଡ଼ିଶା ସରକାରଙ୍କ ଅବଦାନ ବହୁତ ରହିଛି। ଆଜି ସ୍ୱାସ୍ଥ୍ୟ, କ୍ରୀଡ଼ା, ଶିକ୍ଷା କ୍ଷେତ୍ରରେ ଯେ ଡେଭଲପମେଣ୍ଟ ହେଇଛି, ତାହେଲେ ସରକାରଙ୍କ ଅବଦାନ ବହୁତ ରହିଛି। ଭବିଷ୍ୟତରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କର ଭିଜନ ଅଛି ଲୋକଙ୍କ ପାଇଁ, ଆଦିବାସୀ ଲୋକଙ୍କ ପାଇଁ, ଗରିବ ଲୋକଙ୍କ ପାଇଁ, ସବୁ ବର୍ଗ ଲୋକଙ୍କ ପାଇଁ, ମୁଁ ତା ଦିଗରେ ପରିଶ୍ରମ କରିବାକୁ ଚେଷ୍ଟା କରିବି। ସୁନ୍ଦରଗଡ଼ ଯଦି ଆଜି ବିଶ୍ୱ ମାନଚିତ୍ରରେ ସ୍ପୋର୍ଟସ୍ ମାଧ୍ୟମରେ ପହଞ୍ଚି ପାରିଛି, ତାହେଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁଁ ଆଜି ଆମେ ସେଠି ୱାର୍ଲଡ କପ୍ କରିପାରିଛୁ। ୱାର୍ଲଡର ବିଗେଷ୍ଟ ହକି ଷ୍ଟାଡ଼ିୟମ୍ ସେଠି ବିଲ୍ଡ ହୋଇପାରିଛି। ସୁନ୍ଦରଗଡ଼ ପ୍ରତି ବ୍ଲକ୍ସରେ ଟର୍ଫ ହୋଇପାରିଛି। କେତୋଟି ଜାଗାରେ ଇଣ୍ଡୋର ଷ୍ଟାଡ଼ିୟମ୍ ହୋଇପାରିଛି। ଆହୁରି ହେଲ୍ଥ ସେକ୍ଟରରେ କାମ ହେଇଛି। ସବୁକିଛି ସମ୍ଭବ ହୋଇପାରିଛି, ତାହେଲେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ। ଏବଂ ଭବିଷ୍ୟତରେ ମଧ୍ୟ ମୁଁ ଚେଷ୍ଟା କରିବି ଲୋକଙ୍କ ସହିତ ରହିକି ଲୋକଙ୍କ ଦୁଃଖ ସୁଖରେ ମୁଁ ସାହାଯ୍ୟ କରିବି।